ସ୍ମୃତି ସନ୍ତାନର ମାସିକ ଡିଜିଟାଲ ସାହିତ୍ୟ ଆସରକୁ ମୁଁ ଭୁବନେଶ୍ୱରରୁ ମନୋରମା ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରୁଛି। ଏହାର ସମ୍ପାଦିକା ସବିତା ଅପାଙ୍କୁ ମୋର ସଭକ୍ତି ପ୍ରଣାମ ଜଣାଉଛି। ମୋର ଏକ କ୍ଷୁଦ୍ର ଗଳ୍ପଟିର ଶୀର୍ଷକ ହେଲା ମସୁରୀ ଟଣା। ହରିହର ବାବୁ ଓ ତାଙ୍କର ସହଧର୍ମିଣୀ ପାର୍ବତୀ ଦେବୀ ସସ୍ତ୍ରୀକ, ଖୁବ୍ ମେଳାପୀ, ବନ୍ଧୁସ୍ନେହୀ, ପରୋପକାରୀ, ସାହିତ୍ୟାନୁରାଗୀ, ସର୍ବୋପରି ଦୁହେଁ ସୁଯୋଗ୍ୟ ପିତାମାତା। ଅବସର ପରେ ହରିହର ବାବୁ ନିଜର ସ୍ୱପ୍ନର ଘରଟିଏ ବହୁ କଷ୍ଟରେ ତିଆରି କରିଛନ୍ତି। ସହରରେ ନିଜର ଜୀବନ ଆରମ୍ଭ କରିଛନ୍ତି, ସହରରେ ରହୁଛନ୍ତି। ଅବସର ପରର ଜୀବନ। ପିଲାମାନେ ବଡ଼ ହୋଇଗଲେଣି, ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହୁଛନ୍ତି। ହରିହର ବାବୁ ଓ ପାର୍ବତୀ ଦେବୀ ଦୁହେଁ ନିଜ ନିଜର କର୍ମରେ ସବୁ ବ୍ୟସ୍ତ ରହନ୍ତି। ଉଭୟ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ରହନ୍ତି। ପରସ୍ପର ଖୁବ୍ ସ୍ନେହ ଭାବର ଆଦାନ ପ୍ରଦାନ। ଦୁହେଁ ଏକାଠି ଚା ପିଅନ୍ତି, ଏକାଠି ଖାଆନ୍ତି, ଏକାଠି ବସି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରନ୍ତି, ପିଲାମାନଙ୍କ ସହିତ କଥା ହୁଅନ୍ତି। ଏମିତି ଜୀବନ କଟିଯାଏ ବହୁତ ଆନନ୍ଦରେ। ଦିନସାରା ଖୁବ୍ ବ୍ୟସ୍ତତା ଭିତରେ ସମୟ ଚାଲିଯାଏ। ଦୁହିଁଙ୍କର ଶ୍ରଦ୍ଧା ସମ୍ମାନବୋଧ ପରସ୍ପର ପ୍ରତି ଅତୁଟ ଏବଂ ଖୁବ୍ ସୁନ୍ଦର। କିନ୍ତୁ ପ୍ରତ୍ୟେକ ଦିନ ଭୋର ରାତି 4ଟା କିମ୍ବା 4:30 ପରଠାରୁ ଦୁହିଁଙ୍କର ପାଟିତୁଣ୍ଡ ଆରମ୍ଭ ହୁଏ। କାରଣ ସେମିତି କିଛି ବଡ଼ ଧରଣର ତ ନୁହଁ, ମାତ୍ର ତା'ର ସମାଧାନ ବହୁତ କଷ୍ଟସାଧ୍ୟ। ପାଠକେ ଓ ଶ୍ରୋତା ହୁଏତ କହିପାରିବେ, କିନ୍ତୁ ଏ ଯାବତ୍ ଦମ୍ପତି ଦୁହେଁ ତା'ର ସମାଧାନ ପାଇପାରୁ ନାହାନ୍ତି। କଥା ହେଲା, ପାର୍ବତୀ ଦେବୀ ଟିକେ ଚାହାନ୍ତି ତାଙ୍କୁ ହରିହର ବାବୁ ଘରର ଛୋଟ ଛୋଟ କାର୍ଯ୍ୟରେ ସାହାଯ୍ୟ କରନ୍ତୁ। ଆଉ ହରିହର ବାବୁ କରନ୍ତି ମଧ୍ୟ। ସେ ପାଇଁ ପାର୍ବତୀ ଦେବୀଙ୍କର ମନ ଖୁସି ରହେ। ତେବେ ସବୁ କାର୍ଯ୍ୟ ଭିତରେ ସେ ଗୋଟିଏ ବଡ଼ ଦାୟିତ୍ୱ ସ୍ୱାମୀଙ୍କି ଦେଇଥାନ୍ତି। ତାହା ହେଲା ସବୁଦିନ ରାତିରେ ମଶୁରୀ ଟାଣିବା। ଏହାପରେ ହରିହର ବାବୁଙ୍କର ଅଭ୍ୟାସରେ ପଡ଼ିଯାଇଥାଏ। ସେ ସବୁଦିନ ରାତିରେ ମଶୁରୀ ଟାଣନ୍ତି। କିନ୍ତୁ ଅସୁବିଧା ଏଇଠି ଯେ ମଶୁରୀ ଟଣା ହୁଏ, ଦୁହେଁ ଶାନ୍ତିରେ ନିଦ୍ରା ଯାଆନ୍ତି। କିନ୍ତୁ ଭୋର 4ରୁ 4:30 ଉଠିଲା ପରେ ପ୍ରାୟ ପ୍ରତ୍ୟହ ତାଙ୍କର ପାଟିତୁଣ୍ଡ ଆରମ୍ଭ ହୁଏ। ଏହାର କାରଣ ମଶା କାମୁଡ଼ନ୍ତି। ତେବେ ମଶା କାହିଁକି କାମୁଡ଼ନ୍ତି? ଆଉ ହରିହର ବାବୁଙ୍କର ସବୁଠୁ ବଡ଼ ଅଭିଯୋଗ ହେଲା ସ୍ତ୍ରୀ ପାର୍ବତୀଙ୍କ ପାଇଁ ମଶା ପଶୁଛି, ଏଣୁ ସେ ଶୋଇପାରୁନାହାନ୍ତି। ପାର୍ବତୀ ଦେବୀଙ୍କର ସେଇ ଅଭିଯୋଗ, ଏକା ପ୍ରକାର ଅଭିଯୋଗ। ତାଙ୍କ ପାଇଁ କେମିତି ପଶୁଛି? ସେ ତ ଠିକ୍ ଭାବେ ଉଠୁଛନ୍ତି, ମଶୁରୀକୁ ଖୁବ୍ ସନ୍ତର୍ପଣରେ ଆଡ଼େଇ ବାହାରକୁ ଯାଆନ୍ତି। ବହୁତ ସଚେତନ ମଧ୍ୟ ସେ, ଏଣୁ ମଶା ପଶିବାର ପ୍ରଶ୍ନ ହିଁ ଉଠୁନି। ହରିହର ବାବୁଙ୍କର କଥା ହେଲା, ନା, ତାଙ୍କ ପାଇଁ କେବେ ମଶା ପଶୁନଥିବ। ମଶା ପଶୁଛି ପାର୍ବତୀ ଦେବୀ ହୁଏତ ଖାମଖିଆଲି ହୋଇ ଉଠିକି ଯାଉଛନ୍ତି, ତେଣୁ ମଶା ପଶୁଛି। କିନ୍ତୁ ପାର୍ବତୀ ଦେବୀ ତାକୁ ମାନିବାକୁ କେବେ ପ୍ରସ୍ତୁତ ନୁହନ୍ତି। ମଶା କ'ଣ ଜାଣିଛି? ସେ କ'ଣ ଲୋକ ଚିହ୍ନିଛି? କିଏ ଆଗ ଉଠୁଛି, କିଏ ପଛ ଉଠୁଛି, କାହା ପାଇଁ ପଶୁଛି? ସେ ତ ତା ବାଟରେ ସେ ତାର ପଶିଯାଏ। ବାସ୍, ଏତିକି ହେଲା ସବୁଦିନର ଘଟଣା। ଏମିତି ପ୍ରାୟ ପ୍ରତ୍ୟେକ ଦିନ ରାତିରେ ଭୋରୁ ଦୁହେଁ ଉଠି ଝଗଡ଼ା ଆରମ୍ଭ ହୋଇଯାଆନ୍ତି। ଏତେ ଶାନ୍ତ, ସ୍ନେହୀ ଓ ଭଲ ପାଇବା ମଣିଷ ଦୁହେଁ ହଠାତ୍ କେମିତି ଏମିତି ଝଗଡ଼ା କରନ୍ତି, ତାହା ବୁଝିବା ବହୁତ କଷ୍ଟ, ଆଉ ଜାଣି ବି ହୁଏନି ପ୍ରକୃତରେ କାହା ପାଇଁ ମଶା ପଶୁଛନ୍ତି। ଏ ଯାବତ୍ ତା'ର ସଠିକ୍ ଉତ୍ତର ସସ୍ତ୍ରୀକ ଦୁହେଁ ପାଇପାରୁ ନାହାନ୍ତି। ତେଣୁ ଏଇଠି ପାଠକମାନଙ୍କୁ ଅନୁରୋଧ, ହୁଏତ ଶ୍ରୋତା, ପାଠକ ପାଠିକା ଏମାନେ ହୁଏତ ଜାଣିପାରିବେ ପ୍ରକୃତରେ ମଶା କାହା ପାଇଁ ପଶୁଛି, ହରିହର ବାବୁଙ୍କ ପାଇଁ ନା ପାର୍ବତୀଙ୍କ ପାଇଁ। ଏହି ପ୍ରଶ୍ନର ଉତ୍ତର ସମାଧାନ ଜାଣିବା ପାଇଁ ଆମେ ଅପେକ୍ଷାରେ ରହିଲୁ। ଧନ୍ୟବାଦ।